2 ବର୍ଷ ଭିତରେ 6ଟା ବାପା ଚେଞ୍ଜ କରିସାରିଲେଣି। କେମିତି ହବ? ପ୍ରଥମେ କହିବେ ବିଜୁ ବାବୁଙ୍କ ଫ୍ୟାନ୍, ତାପରେ କହିବେ ସୂର୍ଯ୍ୟ ପାତ୍ର ଫ୍ୟାନ୍, ତାପରେ କହିବେ ନବୀନ ବାବୁଙ୍କ ଫ୍ୟାନ୍, ତାପରେ କହିବେ ମୋଦି ବାବୁଙ୍କର ଫ୍ୟାନ୍, ତାପରେ କହିବେ ସୀତାରାମ ମହାପାତ୍ର ଫ୍ୟାନ୍, ତାପରେ କହିବେ ପ୍ରଦୀପ ପାଣିଗ୍ରାହୀ ଫ୍ୟାନ୍। ହବ କେମିତି ଆଜ୍ଞା? ନିର୍ବାଚନ ପୂର୍ବରୁ ଯଦି ଆମେ ଆଲୋଚନା କରିବା ଯେ କୌଣସି ପଞ୍ଚାୟତରେ କିଛି ଝଗଡ଼ା ହୁଏ, କିଛି ରକ୍ତ ରଞ୍ଜିତ ହୁଏ, ଏଠି ବିପ୍ଳବ ପାତ୍ର ନାଁ ଉଠେ। ବର୍ତ୍ତମାନ ଆମେ କାହାକୁ ଦାୟୀ ରଖିବା? ନିର୍ବାଚନ ପୂର୍ବରୁ ବିପ୍ଳବ ପାତ୍ରକୁ ଦାୟୀ କରୁଥିଲେ। ମୁଁ ତ ସେମାନଙ୍କୁ ପ୍ରଶ୍ନ ପଚାରିଲି, ସେମାନେ ଉଲ୍ଟା ତମକୁ ପ୍ରଶ୍ନ ପଚାରିବା କଥା କି ଆପଣମାନେ ବିପ୍ଳବ ପାତ୍ର ଦାୟୀ ଦଉଥିଲେ, ଏବେ କାହାକୁ ଦାୟୀ ଦେବେ? ଆପଣ ତାଙ୍କଠୁ ପଚାରି ବୁଝନ୍ତୁ ଦାୟୀ କାହିଁକି ଦଉଥିଲେ, କ'ଣ ପାଇଁ ଦାୟୀ ଦଉଥିଲେ? ନମସ୍କାର ନାରାୟଣ ବାବୁ, କୁହନ୍ତୁ, ଭଲ ଅଛନ୍ତି? ହଁ ସାର୍ ଭଲ ଅଛି। ଆପଣ ଭଲ ଅଛନ୍ତି ସାର୍? ହଁ, ଆପଣମାନଙ୍କ ଆଶୀର୍ବାଦରେ ବଞ୍ଚିଛୁ ସାର୍। ଏଇ ଆମର ଦିଗପହଣ୍ଡି, ଆମର ବର୍ତ୍ତମାନ ଦିଗପହଣ୍ଡି ଦିନକୁ ଦିନ ଅଶାନ୍ତ ଲାଗୁଛି। ଆପଣ ଦେଖିଥିବେ ତ ଅନେକ ଦିଗପହଣ୍ଡିରେ ଅନେକ ଘଟଣା ଘଟିଛି ଏବଂ ପ୍ରତ୍ୟାରୋପ ଆରୋପରେ ଯାଇଛି, କିନ୍ତୁ ବର୍ତ୍ତମାନ ଗୋଟେ ଦିଗପହଣ୍ଡି ଦିନକୁ ଦିନ ଅଶାନ୍ତ ହେଉଛି। ବିରୋଧୀ ଦଳଙ୍କ ନେତା ହିସାବରେ କ'ଣ ରଖିବେ ଆଜ୍ଞା? ଏମିତି ଅଶାନ୍ତ ହେବାର କାରଣ କ'ଣ ଏବଂ ଏହାର ସ୍ଥାୟୀ ସମାଧାନ କ'ଣ ରହିଲେ ଦିଗପହଣ୍ଡି ପୁନର୍ବାର ଶାନ୍ତି ଫେରିବ ଆଜ୍ଞା ଭାବୁଛନ୍ତି ଆପଣ? ଦେଖନ୍ତୁ ନାରାୟଣ ବାବୁ, ମୁଁ ତ ଗତ 2 ବର୍ଷର ଟୋଟାଲ ପିକ୍ଚରଟାକୁ ଆପଣମାନଙ୍କୁ ଆନାଲିସିସ୍ କରିକି ଦେବି। ଯେଉଁମାନେ ଗତ ପଞ୍ଚାୟତ ନିର୍ବାଚନରେ ସେମାନେ ହାରିଥିଲେ, ସ୍ଥାନୀୟ ସରପଞ୍ଚ ହୁଅନ୍ତୁ କିମ୍ବା ସ୍ଥାନୀୟ ନେତୃତ୍ୱ ସେମାନେ ହାରିଥିଲେ, ସେମାନେ ନିଜ ହାରକୁ ଲୋକଙ୍କ ଜନମତ କହି ସ୍ୱୀକାର କରି ଘରେ ବସିଲେ ଶାନ୍ତିରେ ସବୁ ପଞ୍ଚାୟତ ଚାଲିଥାନ୍ତା। କିନ୍ତୁ ସେମାନଙ୍କୁ କୌଣସି ବାଟରେ ହଉ ତାଙ୍କୁ କ୍ଷମତା ଦରକାର। ସେଥିପାଇଁ ଯୋଉ ତଳସ୍ତର ଯୋଉ ରିଜିଡନେସଟା ବଢୁଛି, ଏଥିପାଇଁ ବଢୁଛି। ଯୋଉମାନେ ବ୍ଲକ ସ୍ତରୀୟ ନେତୃତ୍ୱ ନେବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କର ବି ସେ ପ୍ରକାର ମନୋଭାବ ନାହିଁ। ସେମାନେ ଗୋଟେ ପାଖିଆ କିଛି ଲୋକଙ୍କୁ ନିର୍ଦ୍ଦିଷ୍ଟ ଲୋକ ଦ୍ୱାରା ପରିଚାଳନା ହେବାକୁ ଚେଷ୍ଟା କରୁଛନ୍ତି। ସେ ଜାଗାରେ ଗଣ୍ଡଗୋଳ ସହ ଆଜିକାଲି ଲୋକେମାନେ ସବୁ ଅନଏମ୍ପ୍ଲଏଡ୍ ହେଇକି ବସୁଛନ୍ତି ତଳ ସ୍ତରରେ। ସମସ୍ତଙ୍କୁ କାମ ଦରକାର, ସମସ୍ତଙ୍କୁ ଗୋଟେ ପାୱାର କେନ୍ଦ୍ର ଭିତରେ ଭାଗ ଦରକାର, ସମସ୍ତଙ୍କୁ ନେଇକି ଯିବାକୁ ପଡ଼ିବ। ସେଠି କରା କରିବ ନିର୍ଦ୍ଦିଷ୍ଟ 2-3ଟା ଲୋକ ଯୋଗୁଁ ଆଜି ବ୍ଲକ ଅଶାନ୍ତି, ଯୋଉଟା 2 ବର୍ଷ ପୂର୍ବରୁ ବି ସେ କାରଣ ସେମାନେ ଥିଲେ, କିନ୍ତୁ ମିଡ଼ିଆ ହଉ କି ମିଡ଼ିଆକୁ ସେମାନେ ବ୍ୟବହାର କରିକି ସେମାନେ ଗୋଟେ ଅଲଗା ଚିତ୍ର ଦେଇଦେଲେ ଲୋକଙ୍କ ପାଖରେ। ବଟ୍ ଆଜି ସେମାନଙ୍କୁ କ୍ଷମତା ଦରକାର ଏଟ୍ ଏନି କଷ୍ଟ, ସେ କଷ୍ଟ କୁଡ୍ ବି ଏନିଥିଙ୍ଗ। ଆଚ୍ଛା, ପାୱାର ପାଇଁ ଏସବୁ ଅଶାନ୍ତ ଜାଣିଶୁଣି ତିଆରି କରୁଛି ବୋଲି ଆମେ କହିପାରିବା? ଆପଣ ପ୍ରତିକ୍ରିୟା ରଖିପାରିବା? 100% ଏସବୁ ପାୱାର କ୍ଷମତା ପାଇଁ ଆମେ ହିଁ କରିବୁ, ଆମେ ହିଁ ସବୁ କିଛି କରିବୁ, କାହାକୁ ଛାଡ଼ିବୁନି। ନିର୍ବାଚନ ପୂର୍ବରୁ ଯଦି ଆମେ ଆଲୋଚନା କରିବା ଯେ କୌଣସି ପଞ୍ଚାୟତରେ କିଛି ଝଗଡ଼ା ହୁଏ, କିଛି ରକ୍ତ ରଞ୍ଜିତ ହୁଏ, ଏଠି ବିପ୍ଳବ ପାତ୍ର ନାଁ ଉଠେ। ବର୍ତ୍ତମାନ ଆମେ କାହାକୁ ଦାୟୀ ରଖିବା? ନିର୍ବାଚନ ପୂର୍ବରୁ ବିପ୍ଳବ ପାତ୍ରକୁ ଦାୟୀ କରୁଥିଲେ। ମୁଁ ତ ସେମାନଙ୍କୁ ପ୍ରଶ୍ନ ପଚାରିଲି, ସେମାନେ ଉଲ୍ଟା ତମକୁ ପ୍ରଶ୍ନ ପଚାରିବା କଥା କି ଆପଣମାନେ ବିପ୍ଳବ ପାତ୍ର ଦାୟୀ ଦଉଥିଲେ, ଏବେ କାହାକୁ ଦାୟୀ ଦେବେ? ଆପଣ ତାଙ୍କଠୁ ପଚାରି ବୁଝନ୍ତୁ ଦାୟୀ କାହିଁକି ଦଉଥିଲେ, କ'ଣ ପାଇଁ ଦାୟୀ ଦଉଥିଲେ? ସ୍ଥାୟୀ ସମାଧାନ କ'ଣ କରିବା ଆଜ୍ଞା? ସ୍ଥାୟୀ ସମାଧାନ କେମିତି ହେଲେ? ସ୍ଥାୟୀ ସମାଧାନ ହବ କି ଆଜ୍ଞା? କେବେ ବି ବ୍ଲକରେ ଯୋଉମାନେ ଆଜିକା ଡେଟ୍ରେ 2-3 ଜଣ ଯୋଉ ପରିଚାଳନା କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କର ବୁଦ୍ଧି ହିଁ ଠିକ୍ ନାହିଁ। 2 ବର୍ଷ ଭିତରେ 6ଟା ବାପା ଚେଞ୍ଜ କରିସାରିଲେଣି। କେମିତି ହବ? ପ୍ରଥମେ କହିବେ ବିଜୁ ବାବୁଙ୍କ ଫ୍ୟାନ୍, ତାପରେ କହିବେ ସୂର୍ଯ୍ୟ ପାତ୍ର ଫ୍ୟାନ୍, ତାପରେ କହିବେ ନବୀନ ବାବୁଙ୍କ ଫ୍ୟାନ୍, ତାପରେ କହିବେ ମୋଦି ବାବୁଙ୍କର ଫ୍ୟାନ୍, ତାପରେ କହିବେ ସୀତାରାମ ମହାପାତ୍ର ଫ୍ୟାନ୍, ତାପରେ କହିବେ ପ୍ରଦୀପ ପାଣିଗ୍ରାହୀ ଫ୍ୟାନ୍। ହବ କେମିତି ଆଜ୍ଞା? କୋଟି ନା କୋଟି ନେତା ମାନଙ୍କର ଏ ଯୋଉ ନିଜର ସ୍ୱାର୍ଥ ପାଇଁ ଯୋଉ ରାଜନୀତି କରୁଛନ୍ତି, ଜନସାଧାରଣ ବଳି ପଡୁଛନ୍ତି, ସେମାନଙ୍କୁ କ'ଣ ରହିବ ଆଜ୍ଞା ଆପଣଙ୍କର ପ୍ରତିକ୍ରିୟା? ସାଧାରଣ ଯୋଉ ଜନତା ଜନାଦେଶ ସର୍ବୋତ୍ତମ, ସେମାନେ ନିଷ୍ପତ୍ତି କରିବେ ତାଙ୍କ ଭବିଷ୍ୟତ କ'ଣ। ସେମାନେ ୱାଚ୍ କରିବା ଦରକାର, ମଞ୍ଜି କଥାକୁ ଯିବା ଦରକାର, କାହିଁକି ହଉଛି ସବୁ ଜାଗାରେ, କ'ଣ ପାଇଁ ହଉଛି। ମୁଁ କୌଣସି ନିର୍ଦ୍ଦିଷ୍ଟ ପକ୍ଷ ଭାବରେ ମୁଁ କହିବାକୁ ଚାହୁଁନାହିଁ, ମାତ୍ର ଗ୍ରାଉଣ୍ଡ ରିଆଲିଟି ହେଉଛି ଯେଉଁମାନେ ଏବେ ମୁଁ ନିର୍ବାଚନ ହାରିଲି, ମୁଁ ଯଦି ପ୍ରତ୍ୟେକ ଗାଁରେ ପ୍ରତ୍ୟେକ କର୍ମୀ ପାଖରେ ଦୋଷ ଖୋଜିବି ହବ କି ଆଜ୍ଞା? ଆମେ ଜନମତକୁ ସ୍ୱୀକାର କରିବୁ, ତାପରେ ଲୋକଙ୍କ ପାଖକୁ ଯିବୁ। ଲୋକଙ୍କର ଆମ ପ୍ରତି କ'ଣ ଆଶା ଆକାଂକ୍ଷା ରହିଲା ଯୋଉଟା ଆମେ ପୂରଣ କରିପାରିଲୁନୁ, କିମ୍ବା କୌଣସି ନେଗେଟିଭ୍ ଭୁଲ ରହିଲା ତାକୁ ଆମେ ଠିକ୍ରେ ଲୋକଙ୍କ ପାଖରେ ଉପସ୍ଥାପନ କରିପାରିଲୁନୁ, ତାକୁ ଆମେ ସଜାଡ଼ିବାକୁ ଯିବୁ। ଆଜି ଜିତାହାର ଲାଗିଛି ରାଜନୀତିରେ, ଆମକୁ ସ୍ୱୀକାର କରିବାକୁ ପଡ଼ିବ। ଆମେ କାହିଁକି ହାରିଲୁ, ଆମେ ଆ ଯୋଗୁଁ ହାରିଲୁ, ଆମେ ତା ଯୋଗୁଁ ହାରିଲୁ କହିକିରି ଅଶାନ୍ତି କରିବାଟା କେତେ ସହଜ। ମିଡ଼ିଆକୁ ବ୍ୟବହାର କରିକିରି 2ଟା କେନ୍ଦ୍ରବିନ୍ଦୁ ଚ୍ୟାନେଲ୍ ଓଡ଼ିଶାର, ସେମାନଙ୍କ ବି ନାଁ ନେବାକୁ ଚାହୁଁନାହିଁ, ସେମାନେ ମୋତେ ବଦନାମ କରିବାକୁ ଉଦ୍ୟମ କରାଯାଇଥିଲା।
ପଇସା ନେଇକିରି ବଦନାମ କରିବାକୁ ଉଦ୍ୟମ କରାଇଥିଲା। ଆଚ୍ଛା ଏ ଅଶାନ୍ତର ସମାପ୍ତି ବିପ୍ଳବ ପାତ୍ର ଫେରାଇ ପାରିବ କି ନା କୋଉଠି ବ୍ରହ୍ମପୁର ଏସ୍ପିଙ୍କୁ କହିବ ତଦନ୍ତ ତାରି ଯଦି ବର୍ତ୍ତମାନ ଅଶାନ୍ତ ଚାଲିଛି ଦିଗପହଣ୍ଡି ଜନସାଧାରଣ ଏକ ପ୍ରକାର କୋକୁଆ ଭୟ ଆଜ୍ଞା ଏଠି ପାର୍ଟି ଖୋଲିଲେ ଖଣ୍ଡା ବୁଲୁଛି କୋଉ ଗାଁରେ ମନରେଗା ପାଇଁ ଝଗଡା ହଉଛି କୋଉ ଗାଁରେ ମନରେଗା ନାମ କହିକି ରାଜନୀତି କରୁଛନ୍ତି ଏବଂ କେଉଁ ଗାଁରେ ମାରପିଟ ହଉଛନ୍ତି କେମିତି କଣ ନଜର ରହିବା ବ୍ରହ୍ମପୁର ଏସ୍ପି କୁ ପୋଲିସ ପ୍ରଶାସନ କଣ ଅନୁରୋଧ ରଖିବେ ଆପଣ ବିରୋଧୀ ଦଳ ନେତା ହିସାବରେ? କଣ କରିବି ଆଜ୍ଞା ଆମେ ତ ନିର୍ବାଚନରେ ପରାଜୟ ହେଲୁ ଆମେ ଶୁଣିକି ଦେଖିକିରି ପଢିକିରି ବହୁତ କଷ୍ଟ ହଉଛି ସବୁ ଲୋକ ଆମର ଆମେ ତାଙ୍କ ପାଇଁ ନିଃସ୍ୱାର୍ଥ ଭାବରେ ମୋ ପରିବାର 35 ବର୍ଷ ଧରି କାମ କରି ଆସିଛି ଆମକୁ କଣ ଭଲ ଲାଗୁଛି ଆଜ୍ଞା ଶୁଣିଲେ ଦେଖିଲେ ପଢିଲେ ଆମକୁ ବିଲକୁଲ ଭଲ ଲାଗୁନି ଆମେ ଚାହୁଁଛୁ ସମସ୍ତେ ଶାନ୍ତିରେ ରୁହନ୍ତୁ ସମସ୍ତଙ୍କ କଥା ଆମେ ଶୁଣିବାକୁ ପ୍ରସ୍ତୁତ ଅଛୁ ସମସ୍ତଙ୍କ ମନ ବି ଓପେନ ରହିବା ଦରକାର। କେମିତି ଶାନ୍ତ ହବ ଆଜ୍ଞା ଦେଖନ୍ତୁ ନିର୍ବାଚନ ଯେଭଳି ଭାବେ ଅଶାନ୍ତ ରହୁଥିଲା ଏବେ ମଧ୍ୟ ବ୍ଲକରେ ହୋହାଲ୍ଲା କିଏ ପ୍ରଦୀପ ସମର୍ଥନ ଏବଂ ସିଦ୍ଧାନ୍ତ ସମର୍ଥନରେ ଝଗଡା କରୁଛନ୍ତି କିଏ ମନରେଗା ସୃଷ୍ଟି କରାହଉଛି ଆଜ୍ଞା ଏସବୁ ସୃଷ୍ଟି କରାହଉଛି ବିଜେପିର ଏଜେଣ୍ଟ ନଥିଲେ ଆଜ୍ଞା କିଏ ହେଲେ ଲୋକେ ପରିବର୍ତ୍ତନ ନାଁରେ ବିଜେପି କି ଭୋଟ ଦେଇଛନ୍ତି ତାକୁ ଆମକୁ ସ୍ୱୀକାର କରିବାକୁ ପଡିବ ବିଜେପି ପାଇଁ କିଏ ସଂଗଠନ କରିକି ଭୋଟ ନେଇନି ଲୋକେ ବିରୁଦ୍ଧରେ ଭୋଟ ଜନମତ ବିରୁଦ୍ଧରେ ବିଜେଡି ବିରୁଦ୍ଧରେ ଭୋଟ ଆସିଲେ ବିଜେଡି ତା ନିଜ ଗୋଡରେ ନିଜେ କୁରାଇ ମାରିଛି ତାହିଁରେ ବିଜେପି ହରେଇ ଦେଇନି ବିଜେଡି ନିଜେ ହାରିଛି ଓଡ଼ିଶା ଯାକ ତ ଦିଗପହଣ୍ଡି କୌଣସି ଅଲଗା କ୍ଷେତ୍ର ନୁହଁ ଗଞ୍ଜାମ ଜିଲ୍ଲା କୌଣସି ଅଲଗା କ୍ଷେତ୍ର ନୁହଁ ଆଜି ଗଞ୍ଜାମ ଜିଲ୍ଲା ଆପଣଙ୍କର ପୂର୍ବରୁ ମାର୍ଚ୍ଚ 5ରେ ବି କହିଥିଲି ଆଜି ଗଞ୍ଜାମ ଜିଲ୍ଲା କାନ୍ଦୁଛି ତ ଆମେ ହୁଏତ ଜିତିଥିଲେ ହୁଏତ ଆଜି ଏ ପରିସ୍ଥିତି ଦେଖିବାକୁ ମିଳିନଥାନ୍ତା। ଠିକ ଅଛି ହେଲେ ଜନସାଧାରଣ କଣ ବାର୍ତ୍ତା ରହିବ ଆଜ୍ଞା ଯୋଉ ଗାଁ ଗାଁ ଭିତରେ ଝଗଡା ମରଣାତ୍ମକ ଆକ୍ରମଣ କଣ ଅନୁରୋଧ କରିବେ ସାଧାରଣ ଜନତାକୁ? ମୁଁ ସମସ୍ତଙ୍କୁ କହିବି ଏ ରାଜନୀତିରୁ ଦୂରରେ ରୁହନ୍ତୁ କାହାର ପକ୍ଷପାତ ହବାକୁ ଦରକାର ନାହିଁ ଆପଣ ଘରେ ଶାନ୍ତିରେ ରୁହନ୍ତୁ ଏ ସବୁ ଲଢେଇ ତାଙ୍କର ନିଜର ଲାଭ ଲୋଭ ପାଇଁ ତା ଭିତରେ ଜନସାଧାରଣ କୌଣସି ପସନ୍ଦ ନାହିଁ। ଠିକ ଅଛି ନିଶ୍ଚୟ ଏ ତ ରହିଲା ଆପଣଙ୍କର ବାର୍ତ୍ତା ଦିଗପହଣ୍ଡି ବାଛି ବୁଝିବେ ମନ ଖୋଲି ଆଲୋଚନା କରୁଥିବାରୁ ବହୁତ ବହୁତ ଧନ୍ୟବାଦ।